ରେବାନ୍ ଶୁଣନ୍ତି ମତେ ବହୁତ ଲୋକ ଅଲଗା ନାଁ ଡାକନ୍ତି ପୁଚୁ। ମୋ ବାବା ଆଉ ସିଦ୍ଧାନ୍ତ ମତେ ଅଲଗା ନାଁ ଡାକନ୍ତି ବାଛୁ। ମୁଁ ମିଲେଟ୍ରେ ଆକ୍ଟିଂ ତ କହିବିନି, ସେଟା ସିକ୍ରେଟ ରହିଲା। ବଟ୍ ମୁଁ ଏଠି ହିଣ୍ଟ ଦଉଛି ଯେ ମୁଁ ଗୋଟେ କୁନି ବୈଦ୍ୟ। ବହୁତ ଜିନିଷ ମନେ ଅଛି। ଆମେ ମାନେ ମୁଁ ମୋର ଆଉ ସିଦ୍ଧାନ୍ତ ଅଙ୍କଲଙ୍କ ରୋଲଟା ମାନେ କିଛି ଲୋକଙ୍କ ଯୋଉ ରାଜା ହିଷ୍ଟ୍ରି ରୋଲଟା ସେଇଟା ଆମେ ବହୁତ ଜାଗାରେ କରିଛୁ। ଯେମିତିକି ଇଆଡ଼େ ଫାର୍ଷ୍ଟ ସୁଟିଂ ଆମେ କରିଛୁ ଝାଟପଡ଼ା ନୁହଁ ସାତପଡ଼ାରେ ରାଜହଂସରେ। ତାପରେ ଆମେ ଗଲୁ ବମ୍ବେ, ଲାଷ୍ଟ ଆମେ ଗଲୁ କେଉଁଝର। ବହୁତ କଷ୍ଟ ଥିଲା। ଫାର୍ଷ୍ଟ ଦିନ ରାତି 12ଟାରେ ଠିକ୍ ଅଛି, ତାପରେ ରାତି 2:30, ତାପରେ ରାତି 5ଟା, ଯେତେବେଳେ ମୁଁ କାନ୍ଦିଲି। ଆଉ ମୁଁ କାନ୍ଦିକା ଗୋଟେ ସିନ୍ ଥିଲା କାନ୍ଦିବାର, ଶୋଇବା ପାଇଁ ମୁଁ କାନ୍ଦିଲି, ସେଇଟାରେ ଫିଲ୍ମ ବଢିଯାଇଛି ମାନେ ନ୍ୟାଚୁରାଲ ଆକ୍ଟିଂ। ମୋର 2ଟା ରୋଲ୍ ଆସିଛି। ଗୋଟେ ଯୋଉ ଆମେ ସାତପଡ଼ା ଯାଇଥିଲୁ ଏମିତି ଯୋଉ ଜଙ୍ଗଲ ମାନେ ଯୋଉ ମୁଁ କାମ କରିଥିଲି, ଆଉ ଗୋଟେ ମୁଁ ଏଇଠି ଜଙ୍ଗଲରେ ମୋର ଏକଲା ହେଇଥିଲା। ଜଙ୍ଗଲରେ ମୁଁ ଏକଲା ଯୋଉ ଦୌଡୁଥିଲି ପଡି ଯାଇଥିଲି, କାହିଁକି ଯୋଉ ଠିକ ମାନେ ଦେଖ ସିଦ୍ଧାନ୍ତ ଅଙ୍କଲଙ୍କ ବେକ କଟା ହେଲା, ମୁଁ ଠିକ ପଡିଛି ନା ଡାଇରେକ୍ଟ ପିସ୍। ଦେଖନ୍ତୁ ଆଜ୍ଞା, ମିଲେଟ୍ ଡାଇରୀ ମାନେ କି ମିଲେଟ୍ କ'ଣ ମାଣ୍ଡିଆ। ଏଇ ଫିଲ୍ମଟା ପୁରା ମାଣ୍ଡିଆ ଉପରେ ବ୍ୟବସ୍ଥିତ। ଆପଣ ସମସ୍ତଙ୍କୁ ମାଣ୍ଡିଆ ଖାଇବା ଡେଲି ଦରକାର। ମାଣ୍ଡିଆ ଆମକୁ ଅନେକ ରୋଗରୁ ବଞ୍ଚାଇ ପାରେ, ଯେମିତିକି ଡାଇବେଟିସ୍ ଆଉ ଅନ୍ୟ ରୋଗ। ସୋ ମୁଁ ଆପଣ ସମସ୍ତ ମୋ ଭାଇ ଭଉଣୀ ଆଉ ଦର୍ଶକକୁ ପ୍ରମିସ୍ କରିଛି ଯେ ଆପଣ ଏଇ ରଜ 12/2026 ଜୁନ୍ 12ରେ ହଲ୍ରେ ପହଞ୍ଚିଯିବା କଥା ମିଲେଟ୍ ଡାଇରୀ ପାଇଁ। ଏଇଟା ମୋ ପ୍ରମିସ୍ ଯେ ଆପଣ ନିରାଶ ହେଇକି ଯିବେନି। ଜୟ ଜଗନ୍ନାଥ।